କାଳାଂଶକୁ ସ୍ୱାଗତ। ଆଜି ଆମେ ପଞ୍ଚମ ଶ୍ରେଣୀ ଭାଷା ମହକ ବହିର ପାଠ 7 କାଜିରଙ୍ଗା ଜାତୀୟ ଉଦ୍ୟାନ ଭ୍ରମଣ ବିଷୟଟିକୁ ଆମେ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ ଦେଖି ଶୁଣି ବୁଝିବା ପାଇଁ ଚେଷ୍ଟା କର। ଏହି ପ୍ରବନ୍ଧଟି କାଜିରଙ୍ଗା ଜାତୀୟ ଉଦ୍ୟାନ ଏହା ଏକ ଭ୍ରମଣ କାହାଣୀ। ଲେଖକ ଥରେ କାଜିରଙ୍ଗା ଯାଇଥିଲେ। ସେ କାଜିରଙ୍ଗାର ଭ୍ରମଣ କାହାଣୀକୁ ଏଠାରେ ଉପସ୍ଥାପନ କରିଛନ୍ତି। ତେଣୁ ଚାଲ ଏହି ଭ୍ରମଣ କାହାଣୀ ଆଲୋଚନା କରିବା। ଆଦରର ପିଲାମାନେ, ଏ ପତ୍ର ମୁଁ ତୁମମାନଙ୍କ ପାଇଁ କାଜିରଙ୍ଗା ଜାତୀୟ ଉଦ୍ୟାନରୁ ଲେଖୁଅଛି। ଲେଖକ କ'ଣ କରୁଛନ୍ତି? ଲେଖକ କାଜିରଙ୍ଗା ଯାଇଛନ୍ତି। ସେହି କାଜିରଙ୍ଗାରେ ଜାତୀୟ ଉଦ୍ୟାନରେ ରହି ଏହି ଲେଖାଟିକୁ ଲେଖିଛନ୍ତି। କେଉଁ ଦିନ ଲେଖିଥିଲେ? 1/9/2025 ତାରିଖରେ ଲେଖିଛନ୍ତି କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହି। ଏ ପତ୍ର ତୁମମାନଙ୍କ ପାଇଁ ମୁଁ ଲେଖୁଅଛି ବୋଲି ଲେଖକ କହିଛନ୍ତି। କାଜିରଙ୍ଗା ଜାତୀୟ ଉଦ୍ୟାନ ଆସାମର ବ୍ରହ୍ମପୁତ୍ର ନଦୀ କୂଳରେ ଅବସ୍ଥିତ। କାଜିରଙ୍ଗା ଜାତୀୟ ଉଦ୍ୟାନଟି ଆସାମର ବ୍ରହ୍ମପୁତ୍ର ନଦୀ କୂଳରେ ଅବସ୍ଥିତ। ଏଠାରେ ବିଭିନ୍ନ ପ୍ରକାର ପଶୁ ଓ ପକ୍ଷୀ ଦେଖିବାକୁ ମିଳନ୍ତି। ଆଜି ସକାଳେ ଆମେ ହାତୀ ଉପରେ ବସି ଏହି ଉଦ୍ୟାନ ଦେଖିବାକୁ ଯାଇଥିଲୁ। ଏହା ଦେଖିବା ପାଇଁ ଆମକୁ ବଡ଼ି ଭୋରରୁ ଉଠିବାକୁ ପଡ଼ିଥିଲା। ସେତେବେଳେ ସୂର୍ଯ୍ୟ ମଧ୍ୟ ଉଦୟ ହୋଇନଥିଲେ। ଲେଖକ କ'ଣ କହିଲେ ନା କାଜିରଙ୍ଗା ଜାତୀୟ ଉଦ୍ୟାନରେ ମୁଁ ଅବସ୍ଥାନ କରୁଛି। ଆଉ ଏହି ସମୟରେ ଆମେ ସକାଳ ମାନେ ସୂର୍ଯ୍ୟ ଉଦୟ ହୋଇନଥିଲା। ସେ ସମୟରେ ଆମେ ବଡ଼ି ଭୋରରୁ ଉଠି କାଜିରଙ୍ଗା ଯାଇଥିଲୁ। ସକାଳେ ଆମେ ହାତୀ ଉପରେ ବସି ଉଦ୍ୟାନ ଦେଖିବାକୁ ଯାଇଥିଲୁ ବୋଲି ଲେଖକ ବର୍ଣ୍ଣନା କରିଛନ୍ତି। ଉଦ୍ୟାନରେ ତାପରେ କ'ଣ କହିଛନ୍ତି ଦେଖ। ଉଦ୍ୟାନରେ ଶହ ଶହ ପଶୁ ଥିଲେ। ସେ କାଜିରଙ୍ଗା ଉଦ୍ୟାନରେ ଶହ ଶହ ପଶୁ ଥିଲେ। ହରିଣ, ବଣ ମଇଁଷି ଦଳ ଦଳ ହୋଇ ଘାସ ଚରିବାର ବ୍ୟସ୍ତ ଥିଲେ। ଯେଉଁ ହରିଣ, ବଣ ମଇଁଷି ସବୁ ଘାସ ଚରୁଥିଲେ। ସେମାନଙ୍କ ନିକଟରେ କିଛି ଏକଶିଙ୍ଗିଆ ଗଣ୍ଡା ମଧ୍ୟ ଥିଲା। ସେହି ପଶୁମାନଙ୍କ ମଧ୍ୟରେ କିଛି ଏକଶିଙ୍ଗିଆ ଗଣ୍ଡା ମଧ୍ୟ ଥିଲା। ଏକଶିଙ୍ଗିଆ ଗଣ୍ଡାମାନଙ୍କ ପାଇଁ ହିଁ କାଜିରଙ୍ଗା ଉଦ୍ୟାନ ବିଶ୍ୱବିଖ୍ୟାତ। ଯେଉଁ କାଜିରଙ୍ଗା ଆମେ ଦେଖୁଛେ ବା ଯେଉଁ କାଜିରଙ୍ଗାରେ ମୁଁ ରହିଛି ଲେଖୁଛି, ସେହି କାଜିରଙ୍ଗା ଉଦ୍ୟାନ ହେଉଛି ଗଣ୍ଡାମାନଙ୍କ ପାଇଁ ବିଶ୍ୱବିଖ୍ୟାତ। ପ୍ରଶ୍ନ ଆସିବ, କାଜିରଙ୍ଗା କାହିଁକି ବିଶ୍ୱବିଖ୍ୟାତ? ଆମେ ଉତ୍ତର କହିପାରିବା, କାଜିରଙ୍ଗା ଗଣ୍ଡାମାନଙ୍କ ପାଇଁ ବିଶ୍ୱବିଖ୍ୟାତ ହୋଇଛି, ପ୍ରସିଦ୍ଧ ହୋଇଛି। ଗଣ୍ଡା ଅଭୟାରଣ୍ୟ କାଜିରଙ୍ଗା ବୋଲି ଆମେ କହିଦେଇପାରିବା। ତାପରେ ଆଗକୁ ଯିବା। ହରିଣ, ବଣ ମଇଁଷି ଆମ ଆଡ଼କୁ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଚାହୁଁଥିଲେ। ସେମାନେ ଧୀରେ ଧୀରେ ଆମଠୁ ଦୂରେଇ ଗଲେ। କିନ୍ତୁ ଗଣ୍ଡାମାନେ ଆମକୁ ଦେଖି ଟିକିଏ ବି ବିଚଳିତ ହେଉନଥିଲେ। ଆମେ ପ୍ରଥମ ଥର ପାଇଁ ଏକଶିଙ୍ଗିଆ ଗଣ୍ଡା ଦେଖିବାର ସୁଯୋଗ ପାଇଲୁ। ଲେଖକ କ'ଣ କହିଲେ? ଯେଉଁ କାଜିରଙ୍ଗା ଜାତୀୟ ଉଦ୍ୟାନକୁ ଯାଇଥିଲେ, ସେ କାଜିରଙ୍ଗା ଉଦ୍ୟାନରେ ପ୍ରଥମ ଥର ପାଇଁ ଏକଶିଙ୍ଗିଆ ଗଣ୍ଡା ଦେଖିବାକୁ ପାଇଥିଲେ। କେବେ ଆଗରୁ ଦେଖିନଥିଲେ। ତେଣୁ ପ୍ରଥମ ଥର ପାଇଁ ସୁଯୋଗ ପାଇଲେ। ହାତୀଙ୍କ ପରେ ଏହା ହିଁ ଭାରତର ବଡ଼ ପଶୁ। ହାତୀ ସବୁଠୁ ବଡ଼, ତାପରେ ଗଣ୍ଡା। ଏମାନଙ୍କୁ ଇଣ୍ଡିଆନ୍ ରାଇନୋ ଭାରତୀୟ ଗଣ୍ଡା ବୋଲି ମଧ୍ୟ କୁହାଯାଏ। ଭାରତ ଓ ନେପାଳ ଜଙ୍ଗଲରେ ହିଁ ଏମାନେ କେବଳ ଦେଖାଯାଆନ୍ତି। ଭାରତୀୟ ଗଣ୍ଡା ଭାରତ ଆଉ ନେପାଳ ଜଙ୍ଗଲରେ ହିଁ ଏମାନେ ଦେଖାଯାଆନ୍ତି। ଆଉ କେଉଁଠି ଦେଖାଯାଆନ୍ତି ନାହିଁ। ଇଣ୍ଡିଆନ୍ ରାଇନୋ ବା ଭାରତୀୟ ଗଣ୍ଡାଙ୍କ ଦେହର ଚମଡ଼ା ବହୁତ ମୋଟା। ସେମାନଙ୍କ ଚମଡ଼ା ବହୁତ
ମୋଟା, ସତେ ଯେମିତି ସେମାନେ ଦେହରେ କବଚ ପିନ୍ଧିଛନ୍ତି, ମାନେ କିଛି ଘୋଡ଼େଇ ହୋଇଛନ୍ତି, କବଚ ପିନ୍ଧିଛନ୍ତି ବୋଲି ଜଣାଯାଏ। ଏତେ ଚମଡ଼ା ମୋଟା। ଏହି ମର୍ମରେ ଆମ ପୁରାଣରେ ଗୋଟିଏ ମନଛୁଆଁ କଥା ରହିଛି। ଥରେ ଭଗବାନ ଶ୍ରୀକୃଷ୍ଣ ଯୁଦ୍ଧକ୍ଷେତ୍ରକୁ ହାତୀ ବଦଳରେ ଗଣ୍ଡାମାନଙ୍କୁ ପଠାଇବାକୁ ଚିନ୍ତା କଲେ। ସେଠାରେ ସେ ଗଣ୍ଡାମାନଙ୍କୁ କବଚ ପିନ୍ଧାଇ ଯୁଦ୍ଧ ଅଭ୍ୟାସ କରାଇଲେ। କିନ୍ତୁ ଗଣ୍ଡାମାନେ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶ ଅନୁସାରେ କାମ କଲେ ନାହିଁ। ଏଣୁ ଭଗବାନ ଶ୍ରୀକୃଷ୍ଣଙ୍କୁ ସେମାନଙ୍କୁ କବଚ ସହିତ ବଣକୁ ପଠାଇ ଦେଲେ। ଇଣ୍ଡିଆନ୍ ରାଇନୋ, ଭାରତୀୟ ଗଣ୍ଡା, ପଶ୍ଚିମରେ ପେଶୱାର ଠାରୁ ଆରମ୍ଭ କରି ପୂର୍ବରେ ଆସାମ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଦେଖାଯାଉଥିଲେ। କିନ୍ତୁ ଲୋକମାନେ ଶିଙ୍ଗ ଲୋଭରେ ଏମାନଙ୍କୁ ହତ୍ୟା କରି ପକାଉଛନ୍ତି। ଲୋକଙ୍କର ବିଶ୍ୱାସ ଯେ ଏମାନଙ୍କ ଶିଙ୍ଗରେ ରହିଛି ଔଷଧୀୟ ଗୁଣ। ଇଣ୍ଡିଆନ୍ ରାଇନୋ, ଭାରତୀୟ ଗଣ୍ଡାମାନଙ୍କୁ ଏତେ ସଂଖ୍ୟାରେ ଶିକାର କରାଯାଉଛି, ଯାହାଫଳରେ ଏମାନଙ୍କ ସଂଖ୍ୟା ବହୁତ କମିଯାଉଛି। ସେମାନଙ୍କର କ'ଣ ଔଷଧୀୟ ଗୁଣ ରହିଛି ଶିଙ୍ଗରେ, ତେଣୁ ବହୁତ ପଶୁଙ୍କୁ ଶିକାର କରାଯାଉଛି। ଭାରତରେ ଦେଖାଯାଉଥିବା ଅଧାରୁ ଅଧିକ ଗଣ୍ଡା ହିଁ ଏହି କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହନ୍ତି। ଏଥିପାଇଁ ପୃଥିବୀର ଅଧିକାଂଶ ପଶୁପ୍ରେମୀ ଏମାନଙ୍କୁ ଦେଖିବାକୁ କାଜିରଙ୍ଗା ଆସନ୍ତି। କାଜିରଙ୍ଗା ପଶୁମାନଙ୍କ ପାଇଁ ପ୍ରସିଦ୍ଧ ସ୍ଥାନ। ଆମେ ବସିଥିବା ହାତୀ ଧୀରେ ଧୀରେ ଆଗକୁ ଚାଲୁଥାଏ। ଆଗରେ ଦେଖିଲୁ ଗୋଟିଏ ଗଣ୍ଡା ତା ଛୁଆ ସହ ଆମ ଆଡ଼କୁ ମାଡ଼ି ଆସୁଛି। ହାତୀର ମାହୁନ୍ତ ଶୀଘ୍ର ଆମକୁ ଅନ୍ୟ ଦିଗକୁ ନେଇ ଚାଲିଲା। କହିଲା, ମା ଗଣ୍ଡା ଛୁଆ ସହ ଥିବାବେଳେ ହିଂସ୍ରକ ହୋଇଥାଏ। ମା ଗଣ୍ଡା ଛୁଆଙ୍କ ଥିବା ସମୟରେ ହିଂସ୍ର ହୋଇଯାଆନ୍ତି। ହାତୀକୁ ଦେଖିଲେ ଆକ୍ରମଣ ମଧ୍ୟ କରିପାରେ। ସକାଳେ ଉଦ୍ୟାନ ଭ୍ରମଣ ବେଳେ ଆମେ ଦଳ ଦଳ ହରିଣ ଦେଖିଲୁ। କାଜିରଙ୍ଗାରେ 4 ପ୍ରକାର ହରିଣ ଦେଖାଯାନ୍ତି। ଗୋଟେ ହେଲା ଭୁକୁଥିବା ହରିଣ, 12 ଶିଙ୍ଗିଆ ହରିଣ, ବାମନ ହରିଣ। ହାତୀ ଦେଖି ଆକ୍ରମଣ ମଧ୍ୟ କରିପାରେ। ସକାଳେ ଉଦ୍ୟାନ ଭ୍ରମଣ ବେଳେ ଆମେ ଦଳ ଦଳ ହରିଣ ଦେଖିଥିଲୁ। କାଜିରଙ୍ଗାରେ 4 ପ୍ରକାର ହରିଣ ଦେଖାଯାନ୍ତି। ଭୁକୁଥିବା ହରିଣ, 12 ଶିଙ୍ଗିଆ ହରିଣ, ବାମନ ହରିଣ ଆଉ ସମ୍ବର ହରିଣ। ଆମକୁ ସେଠାରେ ଜଙ୍ଗଲୀ ବାରହା ମଧ୍ୟ ଦେଖିବାକୁ ମିଳିଲା। ଜଙ୍ଗଲରେ ଯେଉଁମାନେ ରହନ୍ତି ଘୁଷୁରୀ ଭଳି, ସେମାନେ ଜଙ୍ଗଲୀ ବାରହା। ଆମ ଭ୍ରମଣ ଶୀଘ୍ର ଶେଷ ହୋଇଗଲା। ହେଲେ ଭ୍ରମଣର ଇଚ୍ଛା ମୋର ପୂର୍ଣ୍ଣ ହୋଇ ନଥିଲା। କାହିଁକି? ଆହୁରି ତାଙ୍କର ଦେଖିବାକୁ କିଛି ଇଚ୍ଛା ରହିଥିଲା। ତା ପରଦିନ ପୁଣି ଜଳଖିଆ ଖାଇ ବୁଲିବାକୁ ବାହାରି ପଡ଼ିଲୁ। ଏଥିରେ ହାତୀ ବଦଳରେ ଜିପ୍ରେ ଗଲୁ। ସାଥିରେ ଜଣେ ବନ କର୍ମଚାରୀଙ୍କୁ ନେଲୁ। ଡ୍ରାଇଭର ଆମକୁ ଏକ ହ୍ରଦର ଅପର ପଟକୁ ନେଇଗଲା। ସେଠାରେ ଆମେ ଶହ ଶହ ଗେଣ୍ଡାଳିଆ, ହଂସ, ବତକ, ବଗ ପ୍ରଭୃତି ବିଭିନ୍ନ ପକ୍ଷୀଙ୍କୁ ଦେଖିବାକୁ ପାଇଲୁ। ଗୋଟିଏ ଜାଗାରେ ବିଭିନ୍ନ ପ୍ରକାର ଏତେ ସଂଖ୍ୟକ ଆମ ଭ୍ରମଣ ଶୀଘ୍ର ଶେଷ ହୋଇଗଲା। ହେଲେ ଭ୍ରମଣର ଇଚ୍ଛା ମୋର ପୂର୍ଣ୍ଣ ହୋଇନଥିଲା। ଅର୍ଥ
ଯେତେ ଦେଖିଲେ ମଧ୍ୟ ତାଙ୍କର ମନ ଭରି ନଥିଲା ଯେ ଆହୁରି ଦେଖିବା ପାଇଁ ତାଙ୍କର ଇଚ୍ଛା ରହିଥିଲା। ତେଣୁ ତା ପରଦିନ ପୁଣି ଜଳଖିଆ ଖାଇ ବୁଲିବାକୁ ବାହାରିଲୁ। ଏଥର ହାତୀ ବଦଳରେ କେଉଁଥିରେ ଆସିଲେ? ଜିପ୍ରେ ଆସିଲେ। ସାଥିରେ ଜଣେ ବନ କର୍ମଚାରୀଙ୍କୁ ମଧ୍ୟ ନେଲୁ। ଡ୍ରାଇଭର ଆମକୁ ଏକ ହ୍ରଦର ଅପର ପଟକୁ ନେଇଗଲା। ସେଠାରେ ଆମେ ଶହ ଶହ ଗେଣ୍ଡାଳିଆ, ହଂସ, ବତକ, ବଗ ପ୍ରଭୃତି ପକ୍ଷୀଙ୍କୁ ଦେଖିବାକୁ ପାଇଲୁ। ଗୋଟିଏ ଜାଗାରେ ବିଭିନ୍ନ ପ୍ରକାର ଏତେ ସଂଖ୍ୟକ ପକ୍ଷୀ ଓ ଜୀବନରେ କେବେ ଦେଖିନଥିଲେ। ସେଠାରେ ପାଣି ଉପରେ ଗୋଟେ ଜାଗାରେ ବିଭିନ୍ନ ପ୍ରକାର ଏତେ ସଂଖ୍ୟକ ପକ୍ଷୀ ମୁଁ ଜୀବନରେ କେବେ ଦେଖିନଥିଲି। ସେଠାରେ ପାଣି ଉପରେ କିଛି ପକ୍ଷୀ ଡିଆଁ ଡେଇଁ କରୁଥିଲେ। ସେଠାରେ ଡେଇଁବା ରାସ୍ତାରେ ଆମେ ଏକ ଚମତ୍କାର ଦୃଶ୍ୟ ଦେଖିଲୁ। ସେଠାରୁ ଫେରିବା ରାସ୍ତାରେ ଆମେ ଏକ ଚମତ୍କାର ଦୃଶ୍ୟ ଦେଖିଲୁ। ଆମ ଆଗରେ ଜଙ୍ଗଲୀ ହାତୀଙ୍କ ଗୋଟିଏ ଦଳ ରାସ୍ତା ପାରି ହେଉଥିଲା। ଏହି ଦଳରେ 5-6ଟି ଛୁଆ ହାତୀ ଥିଲେ। ହାତୀମାନଙ୍କର ଦଳପତି ସବୁଠୁ ପଛରେ ରହି ଛୋଟ ଛୁଆ ସହ ସବୁ ହାତୀଙ୍କୁ ରାସ୍ତା ପାରି କରାଉଥିଲା। ସମସ୍ତେ ପାରି ହେବା ପରେ ସେଇ ବିଶାଳ ସେ ବିଶାଳକାୟ ଦଳପତି ଦନ୍ତା ହାତୀ ରାସ୍ତାରେ ପାରି ହେଲା। କାଜିରଙ୍ଗା ଉଦ୍ୟାନରେ ମାଂସାହାରୀ ରୟାଲ ବେଙ୍ଗଲ ଟାଇଗର ଦେଖାଯାଆନ୍ତି। କାଜିରଙ୍ଗା ଉଦ୍ୟାନରେ କ'ଣ କ'ଣ ଦେଖାଯାଏ? ମାଂସାହାରୀ ରୟାଲ ବେଙ୍ଗଲ ଟାଇଗର ଦେଖାଯାଆନ୍ତି। ହେଲେ ଆମେ ସେମାନଙ୍କୁ ଦେଖିବାକୁ ପାଇଲୁ ନାହିଁ। ବାସ୍ତବିକ କାଜିରଙ୍ଗା ଭ୍ରମଣ ପାଇଁ ଏକ ସ୍ୱତନ୍ତ୍ର ଅନୁଭୂତି ଥିଲା। ଏଠାରେ ବିଭିନ୍ନ ପ୍ରଜାତିର ପଶୁ ଶାନ୍ତିରେ ଭାଇଚାରା ମଧ୍ୟରେ ମିଳିମିଶି ରହନ୍ତି। ସେହି ବନରେ କେତେ ପଶୁ ପକ୍ଷୀମାନେ ରହନ୍ତି। ମୋ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା ଯେ ପଶୁମାନଙ୍କ ପରି ଆମେ ମଣିଷମାନେ ଯଦି ମିଳିମିଶି ଏକାଠି ଶାନ୍ତିରେ ରହନ୍ତେ ସତରେ କେତେ ଭଲ ହୁଅନ୍ତା। ପୃଥିବୀଟା ସ୍ୱର୍ଗରେ ପରିଣତ ହୋଇଯାଆନ୍ତା। ଆମେ ଆମର ଏହି ଜୀବନ ସାଥୀମାନଙ୍କଠାରୁ ଅନେକ କଥା ଶିଖିବାର ରହିଛି। ଆଜି ପାଇଁ ଏତିକିରେ ରହିଲି। ତୁମର ଦାଦା ସମ୍ବିତ। ଲେଖକ ପିଲାମାନଙ୍କ ପାଇଁ ଏକ ସୁନ୍ଦର ଭାବରେ ଭ୍ରମଣ କାହାଣୀ ଉପସ୍ଥାପନ କରିଛନ୍ତି ଏବଂ ସେହି ଭ୍ରମଣର ଦୃଶ୍ୟ ବା କାଜିରଙ୍ଗାର ବଢ଼ୁଥିବା ପଶୁ ପକ୍ଷୀମାନଙ୍କର ବିଷୟରେ ଜାଣି ବା ସେମାନଙ୍କୁ ଦେଖି ବହୁତ ଖୁସି ଅନୁଭବ କଲେ ଲେଖକ। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବ, ସେୟାର କରିବ ଏବଂ କମେଣ୍ଟ ସେକ୍ସନରେ କମେଣ୍ଟ କରିବ।